ଆଜି ହେଉଛି ଦ୍ୱିତୀୟାରେ ଚନ୍ଦ୍ର ଦର୍ଶନ ପୂଜା ଓ ଅର୍ଘଦାନ। ତେବେ ପୂର୍ବରୁ କହିଥିଲି ଆଜି ମଧ୍ୟ ପୁଣି ଥରେ ଆପଣମାନଙ୍କୁ ମନେ ପକାଇ ଦେଉଛି, ହିନ୍ଦୁ ଧର୍ମରେ ଦ୍ୱିତୀୟା ତିଥିରେ ଚନ୍ଦ୍ରର ବହୁତ ମହତ୍ଵ ରହିଛି। ଏହି ଦିନ ଚନ୍ଦ୍ରଙ୍କୁ ଦର୍ଶନ ଏବଂ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ ଏବଂ ଆପଣଙ୍କୁ ନିଶ୍ଚିତ ଯେଉଁମାନଙ୍କର ଚନ୍ଦ୍ରଗ୍ରହ ଖରାପ ରହିଛି ବା ବିଶେଷ କରି ଯେଉଁମାନଙ୍କର ମାନସିକ ସ୍ଥିତି ଭଲ ରହୁନାହିଁ ସେମାନେ ନିଶ୍ଚିତ ଚନ୍ଦ୍ର ପୂଜା କରନ୍ତୁ, ବିଶେଷ ଆପଣଙ୍କୁ ଲାଭ ମିଳିଥାଏ। ତେବେ ଏହା ଉତ୍ତମ ପୂଜା ସମୟ ରହୁଛି ସନ୍ଧ୍ୟା ସମୟରେ। ତେବେ ସନ୍ଧ୍ୟାରେ ଆପଣ ସ୍ନାନ କରନ୍ତୁ ବା ଆପଣ ସଫା ପୋଷାକ ପିନ୍ଧନ୍ତୁ, ଏକ ପାତ୍ରରେ କୁକୁମ, ସିନ୍ଦୁର, ଚାଉଳ, ଦୀପ, ଫୁଲ, ଧୂପକାଠି ଏବଂ ଛୋଟ ପାତ୍ରରେ କଞ୍ଚା କ୍ଷୀର ରଖନ୍ତୁ ଏବଂ ଆପଣ ପୂଜା ଆରମ୍ଭ କରିବା ସହିତ ଖୋଲା ସ୍ଥାନରେ ବାଲକୁନି ବା ଯେକୌଣସି ଖୋଲା ସ୍ଥାନରେ ଆପଣ ରୁହନ୍ତୁ। ନିଜର ମୁହଁକୁ ଯାହାକି ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଠିଆ ହୁଅନ୍ତୁ ଏବଂ ଚନ୍ଦ୍ର ଆଡ଼କୁ ଆପଣ ଦେଖି ଜଳ ସହିତ କ୍ଷୀର ଅର୍ପଣ କରନ୍ତୁ। ମନ୍ତ୍ର ଜପ କରନ୍ତୁ ଚନ୍ଦ୍ର ଦେବଙ୍କର ଓମ୍ ଶ୍ରାଂ ଶ୍ରୀଂ ଶ୍ରୂଂ ସ୍ୱାହା ଚନ୍ଦ୍ରମେଶ ନମ। ତତ୍ସହିତ ଆପଣ ପୂଜା ସହିତ ଅର୍ଘ ଦିଅନ୍ତୁ, ଅର୍ଘ ପରେ ଆରତି କରନ୍ତୁ। ତେବେ ଆରତିରେ ଆପଣ ଧୂପ ଏବଂ ଦୀପ ଜାଳି ଚନ୍ଦ୍ର ଦେବତାଙ୍କୁ ଆରତି କରନ୍ତୁ, ଯାହା ଆପଣଙ୍କୁ ସମସ୍ତ ପ୍ରକାର ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଆପଣଙ୍କୁ ନିଶ୍ଚିତ ପ୍ରଦାନ କରିଥାନ୍ତି। ତେଣୁ ଆପଣମାନେ ନିଶ୍ଚିତ ଏହି ଉପାୟ ଗୁଡ଼ିକ କରନ୍ତୁ ଏବଂ ଆପଣ ଜୀବନକୁ ସୁସ୍ଥମୟ ପରିବେଶରେ ରଖାନ୍ତୁ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 15 ଜୁଲାଇ 2026 ର ଦୈନିକ ରାଶିଫଳ। ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭୁ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ବୁଧଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 15 ତାରିଖ ଓଡ଼ିଆ ଆଷାଢ଼ ମାସ 24 ଦିନ ବୁଧବାର, କୃଷ୍ଣ ପକ୍ଷ ପ୍ରତିପଦା ତିଥି ଯାହା ଦିବା 1 ଘଟିକା ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱିତୀୟ ତିଥି ଆରମ୍ଭ ହେଉଛି। ଆଜି ପୁଷ୍ୟା ନକ୍ଷତ୍ର ଯାହା ରାତ୍ରି 11 ଘଟିକା 48 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ଅଶ୍ଳେଷା ନକ୍ଷତ୍ର ଆରମ୍ଭ ହେଉଛି। ଆଜି କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5 ଘଟିକା 13 ମିନିଟ୍ରେ। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6 ଘଟିକା 27 ମିନିଟ୍ରେ। ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ ଦିବା 1 ଘଟିକା ପରେ ଯୁଗ୍ନି ଉତ୍ତର ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର କୌଣସି ରାଶିରେ ନାହିଁ। ଆଜି ଘାତ ବାର ରହିଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 1 ଘଟିକା ପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ଯାହାକି ପଶୁ ହାନି। ଆଜି ପ୍ରତିପଦାରେ ଶ୍ରାଦ୍ଧ ଏବଂ ଦ୍ୱିତୀୟାରେ ମଧ୍ୟ ଶ୍ରାଦ୍ଧ। ଆଜି ନିଷିଦ୍ଧ ଖାଦ୍ୟ ରହିଛି ଯାହାକି ପାଣି କଖାରୁ ତତ୍ସହିତ ବୋଇତ କଖାରୁ ଭୋଜନ ମଧ୍ୟ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ପୁଂସବନ, ସୀମାନ୍ତୟନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ଚୂଡ଼ାକରଣ, କର୍ଣ୍ଣବୁଦ, ସାମବେଦୀ ବ୍ରତ ପ୍ରଣୟନ, ଗ୍ରହାରମ୍ଭ, ଜଳାଶୟ ଆରମ୍ଭ, ନୌକା ଗଠନ ଓ ଯାତ୍ରା, ପୁଣ୍ୟ ଆରମ୍ଭ, ନାଟ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ ସ୍ଥାପନ, ରଣଗ୍ରହଣ ଓ ଦାନ, ନବବସ୍ତ୍ର ପରିଧାନ, ନବଶଯ୍ୟା ଉପଭୋଗ, ପୁରତ୍ନ ଧାରଣ, ନବବଧୂ ଯାତ୍ରା, ହୁମାଦି ଶାନ୍ତି, ସାଧ୍ୟ ଭକ୍ଷଣ ତତ୍ସହିତ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 8 ଘଟିକା 32 ରୁ ଦିବା 10 ଘଟିକା 39 ମଧ୍ୟ ରହିଛି କାଳବେଳା। ସେହିଭଳି ଦିବା 11 ଘଟିକା 50 ରୁ ଦିବା 1 ଘଟିକା 32 ମଧ୍ୟ ରହିଛି ବାରବେଳା ସହିତ କାଳବେଳା। ସେହିଭଳି ରାତ୍ରି 2 ଘଟିକା 35 ରୁ ରାତ୍ରି 3 ଘଟିକା 45 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 7 ଘଟିକା 51 ରୁ ଦିବା 11 ଘଟିକା 29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 2 ଘଟିକା 3 ରୁ
दिवा 4:24 मध्य रही शुभ बेला से सूर्यास्त रात्रि 9:42 रही शुभ बेला से रात्रि 12:13 रात्रि 2:34 मध्य रही शुभ बेला। तेणु यही समय जेकोसी शुभ कार्य करें। आज ग्रहर स्थिति आज वृष राशि रे मंगल संचरण करुछंती, मिथुन राशि रे रवि एवं बुध संचरण करुछंती, कर्कट राशि रे चंद्र एवं बृहस्पति संचरण करुछंती, सिंह राशि रे शुक्र एवं केतु संचरण करुछंती, कुंभ राशि रे राहु संचरण करुछंती एवं मीन राशि रे शनि संचरण करुछंती। ये थिला आजिर ग्रहर स्थिति। गोचर कुंडली रे चंद्र आज संचरण करुछन पुष्या नक्षत्र रे, जहा कि बुधवार रे। तेबे एही पुष्या नक्षत्र संचरण रे केउ राशि आज बहुत भल दिन हेबो, केउ राशि आज बहुत सावधान रहिबा को पड़िबो, केउ राशि आज नूतन कार्य आरंभ करि पारिबे, केउ राशि आज नूतन कार्य ठारू दूरता अवलंबन करिवे। जानिबा मेष ठारू मीन राशि व्यक्ति पर्यंत प्रत्येक जात व्यक्ति मानक पाई केउ ग्रह विशेष प्रभाव पकेइबो, जहा आज आमे जानिबा एही राशिफल कार्यक्रम रे। तेबे ए थिला आजिर ग्रहर स्थिति। एही स्थिति को देखि मु नेई आसीछि पूरा दिनर हालचाल। तेबे जेउ माने मते प्रथम करी देखुचंती सेमानंकु कहि रखुअछि जे सेमाने सेमानंकर जन्म राशिर राशिफल देखि पारिबे। तेबे जो माने राशिफल जानि नाहांती सेमाने निजर प्रचलित नाम राशिर राशिफल देखि पारिबे। तेबे प्रथमे चालंतु जानिबा मेष राशि व्यक्ति विषय। मेष राशि व्यक्ति आज सकल प्रकार कार्य रे बाधा युक्त निज परिजन सहित वैचारिक मतभेद कलह एवं दैनंदिन कार्य अशांति परिवेश सृष्टि हो पारे। तेणु आज मेष राशि व्यक्ति दैनंदिन कार्य प्रति सावधान रुहंतु। ऑफिस जनित कार्य रे कार्य चाप विरुद्ध आवास जो माने पूर्वर सहयोग करुथिले आज सहयोग करिवे नाही। आज परिवार वर्ग बंधु वर्ग एवं प्रेम जगत रे आपणक पई आज अशांतिर झड़ कहिले अतिरिक्त हेब नाही। तेणु ध्यान पूर्वक यहा प्रति सचेतन रुहंतु मेष राशि व्यक्ति। आज व्यापार वाणिज्य रे अर्थ हानि जुग रहुछि, तेणु ध्यान पूर्वक निजर व्यापार वाणिज्य संयमता सहकारे करंतु। दूर यात्रा आज न करिले भलो, दूर यात्रा करले आपणकर कार्य विफलता जुग रहुछि। राजनीतिक सामाजिक क्षेत्र रे अस्थिरता, स्वास्थ्यगत दृष्टि देखिले आपणकर स्वास्थ्य चिंता मानसिक अस्थिरता अनेक परिमाण देखा दे पारे। तेबे आज मेष राशि व्यक्तिंकर भाग्य संख्या रही 7। भाग्य रंग आपण हालुका हलदिया रंग व्यवहार करंतु। ग्रह माने आपण को आज 35% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज दिनटी आपणक पई भाग्य उदय जुग कहिले अतिरिक्त हेब नाही। समस्त प्रकार कार्य रे आपण निश्चित सफलता पाइबे। गुरुत्वपूर्ण निष्पत्ति नहीं पारिबे। पूर्वरु अटकी जाइथिबा कार्य संपूर्ण करिवार क्षमता आपणक पाखरे देखा देबो। आज गुटिए सरल भाषा रे कहिले आपणकर भाग्य उदय जुग रहुछि। व्यवसाय रे अनेक प्रकार लाभ करिवे। नूतन व्यापार वाणिज्य निष्पत्ति नहीं पारे। विशेष कर लुहा मेसिन पत्थर सीमेंट कोइला चमड़ा इत्यादि निम्न कार्य पई अधिक लाभ बा कौनसी नूतन कार्य करि परिवे। आज समस्त इंटरव्यू एग्जाम रे आपण सफलता पाइबे। विशेष कर शिक्षार्थी विद्यार्थी भाग्य अति उत्तम जुग रहुछि। आज कंपटीशन क्षेत्र में विजय प्राप्त रहिबे बा शत्रु विजय युक्त रहुछि। ऑफिस जनित कार्य रे आपण कार्य प्रशंसा पाइबे। आपणकर कार्य कौशल समस्त दृष्टि आकर्षण करिवो। आज परिवार वर्ग बंधु वर्ग एवं प्रेम जगत रे मधुरता अधिक देखा देबो। नूतन प्रेम वार्तालाप पई बा विवाह जनित क्षेत्र रे भाग्य आपणकु शुभ जुगर रहुछि। मांगलिक कार्य पई आज अति उत्तम जुग रही पारे वृष राशि व्यक्तिंकर। तेबे वृष राशि व्यक्ति दूर यात्रा करुथिले आज निश्चित सफलता पाइबे। तत्सहित आज वृष राशि व्यक्ति आपणकर राजनीतिक सामाजिक क्षेत्र में दबदबा बढ़िबो बा निजर पदमर्यादा वृद्धि करिवार पूर्ण जुग रहुछि। तेबे आज वृष राशि व्यक्तिंकर भाग्य संख्या रही जहा कि 5। भाग्य रंग आपण मिश्रित कला रंग व्यवहार करि परिबे। ग्रह माने आपण को आज 98% साथ दउछंती।
ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର କାର୍ଯ୍ୟ ପରିବର୍ତ୍ତନ ହୋଇପାରେ। ବିଶେଷ କରି କାର୍ଯ୍ୟ ବାଧା, ଯେଉଁ କାର୍ଯ୍ୟ କରୁଥିବେ ସେ କାର୍ଯ୍ୟ ଅଧାରେ ଅଟକି ଯାଇପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ମାନସିକ ଚିନ୍ତା ନେଇ କାର୍ଯ୍ୟ କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ନିଜକୁ ସ୍ଥିର ରଖିବା ପାଇଁ ଟିକେ ଧ୍ୟାନ କରନ୍ତୁ ବା ମନ୍ଦିର ପରିଦର୍ଶନ କରନ୍ତୁ କିମ୍ବା ପ୍ରବଚନ ବା ଗୀତ ଶୁଣନ୍ତୁ। ଆପଣଙ୍କ ମାନସିକ ସ୍ଥିରତା ଆସିବ ଏବଂ ଆପଣ ବ୍ୟବସାୟରେ ବିଫଳତା ଯୋଗ ରହୁଛି। କାର୍ଯ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ଆସିପାରେ। ଅଫିସ ଜନିତ କାର୍ଯ୍ୟରେ ବିଫଳତା, ଦୁଃଖୀ ଏବଂ ମାନସିକ ସ୍ତରରେ ଅସ୍ଥିରତା ରହୁଛି। ତେଣୁ ଏହା ପ୍ରତି ଟିକେ ସଚେତନ ରୁହନ୍ତୁ। ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଅଶାନ୍ତିର ଝଡ଼ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ସହିତ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। ଦୂରଯାତ୍ରା କରନ୍ତୁ ନାହିଁ, ଭଲ ହେବ। ତେବେ ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରୁ ଦୂରତା ଅବଲମ୍ବନ କରେ ଆହୁରି ଭଲ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଟିକେ ମନ ଆପଣଙ୍କର ଅଧିକ ଆନନ୍ଦିତ ରହିପାରେ। ଅତି ସୁରୁଖୁରୁରେ କାର୍ଯ୍ୟଗୁଡ଼ିକ ଶୃଙ୍ଖଳାଗତ କରିପାରିବେ। ଆଜି ଆପଣ କୌଣସି ଭୟଯୁକ୍ତ ରହିବେ ନାହିଁ। ପୂର୍ବରୁ କିଛି ଯଦି କାର୍ଯ୍ୟ ସମସ୍ୟା ଥିବ ଆଜି ସମାଧାନର ରାସ୍ତା ବାହାରିବ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଉତ୍ତମ ଭୋଜନ ସହିତ କିଛି ଉପହାର ପାଇବାର ସୁଯୋଗ ରହୁଛି ବା କାହାକୁ ଆପଣ ଉପହାର ଦେଇପାରନ୍ତି। ଆଜି ଅଫିସ ଜନିତ କାର୍ଯ୍ୟରେ ଶୃଙ୍ଖଳାଗତ କାର୍ଯ୍ୟ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ହୋଇପାରନ୍ତି। ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଅନେକ ମଧୁରତା ଦେଖାଦେବ ଏବଂ ଆଜି ଯାହାକି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ନିଶ୍ଚିତ ଲାଭ କରିବାର ସୁଯୋଗ ଦେବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଆଶା ଅନୁସାରେ ସଫଳତା ପ୍ରାପ୍ତ କରିବାର ଅତି ଉତ୍ତମ ଯୋଗ ରହୁଛି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ମାନସିକ ସ୍ତରରେ କିଛି ପରିମାଣରେ ଅସ୍ଥିରତା ରହିବେ, ତେବେ ସ୍ୱାସ୍ଥ୍ୟ କୌଣସି ସମସ୍ୟା ରହିବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧାଯୁକ୍ତ ରହୁଛି। ବିଶେଷ କରି ପୂର୍ବରୁ ଯେଉଁମାନେ ଆପଣଙ୍କୁ ସହଯୋଗ କରୁଥିଲେ ଅଫିସ ଜନିତ କାର୍ଯ୍ୟ ବା ଦୈନନ୍ଦିନ କାର୍ଯ୍ୟରେ, ସେମାନେ ଆଜି ନିଶ୍ଚିତ ଆପଣଙ୍କୁ ଦୂରତା ଅବଲମ୍ବନ କରିବେ, ବିଶୃଙ୍ଖଳା କରିବେ। ମନରେ ଆପଣଙ୍କୁ ଅନେକ ହୀନ ମାନସିକତା ଆସିପାରେ। ଅଫିସ ଜନିତ ଯେଉଁମାନେ କାର୍ଯ୍ୟ କରୁଛନ୍ତି କାର୍ଯ୍ୟ ଚାପ ବଢିପାରେ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିରତା ଦେଖା ଦେଇପାରେ ଆପଣଙ୍କ ଠାରେ। ତେବେ ସିଂହ ରାଶି ବ୍ୟକ୍ତି ବିଶେଷ କରି ନିମ୍ନ କର୍ମଚାରୀ ଆପଣଙ୍କ ତଳେ ଯେଉଁମାନେ ଥିବେ ଅଧିକ ମତଭେଦ ହବାର ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଖରାପ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବେପାର ବାଣିଜ୍ୟରେ ସାବଧାନ ରୁହନ୍ତୁ। ପରିବାର ବର୍ଗ, ବନ୍ଧୁ ବର୍ଗ, ପ୍ରେମ ଜଗତରେ ନିଶ୍ଚିତ ନିଜକୁ ସଂଯମତା ରକ୍ଷା କରନ୍ତୁ, ନହେଲେ ଆପଣଙ୍କ ଭିତରେ ମନ ଫାଟାଫାଟି ଯୁଗ ରହିବ ବା ଅଶାନ୍ତି ପରିବେଶ ହେଇ ନିଜ ଭିତରେ କଳହ ବାତାବରଣ ସୃଷ୍ଟି ହୋଇପାରେ। ତେବେ ଆଜି ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଆଜି ସ୍ୱାସ୍ଥ୍ୟ ଅନେକ ପରିମାଣରେ ଅସ୍ଥିରତା ଏବଂ ଖରାପ ଆଡକୁ ଅଗ୍ରଗତି କରୁଛି। ଆଜି ଦୂରଯାତ୍ରା ନ କରିଲେ ଭଲ ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ଆଶା ଅନୁସାରେ ଲାଭ ପାଇପାରିବେ। ତେବେ ନୂତନ ବେପାର ବାଣିଜ୍ୟ ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ଭଲ ହୁଅନ୍ତା। ଆଜି କନ୍ୟା ରାଶି ବ୍ୟକ୍ତି ଆପଣ କୌଣସି ମହତ୍ୱାକାଂକ୍ଷୀ କାର୍ଯ୍ୟ ପୂର୍ଣ୍ଣ କରିବାର ଅତି ଉତ୍ତମ ଯୁଗ ରହୁଛି, ଯାହାକି ସ୍ତ୍ରୀ ବର୍ଗଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟସିଦ୍ଧି ହୋଇପାରେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କ ପାଇଁ ଆଜି ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ଅଫିସ ଜନିତ କାର୍ଯ୍ୟରେ ଆପଣ କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ ବା କାର୍ଯ୍ୟ ପ୍ରଶଂସା ପାଇବାର ଅତି ଉତ୍ତମ ଯୁଗ ରହୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି, ସେଥିରେ ନିଶ୍ଚିତ କାର୍ଯ୍ୟସିଦ୍ଧି ଯୁଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି
ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ମାନସିକ ସ୍ତରରେ ମଧ୍ୟ ସ୍ଥିରତା ରହିବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନା କାହିଁକି, ସକଳ ପ୍ରକାର କାର୍ଯ୍ୟର ସିଦ୍ଧି ଯୁଗ ରହୁଛି। ଆଜି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଅତି ଉତ୍ତମ ଯୁଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅତି ଚମକୁଛି। ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ସକଳ ପ୍ରକାର କାର୍ଯ୍ୟରେ ସିଦ୍ଧି ଯୁଗ ରହୁଛି। ଆଜି ଶତ୍ରୁ ବିଜୟ ଯୁଗ ମଧ୍ୟ କହିଲେ ଅତିରିକ୍ତ ହେବ ନାହିଁ। ଆଜି ଭାଗ୍ୟ ଉଦୟ ଯୁଗ କହିଲେ ମଧ୍ୟ ଅତିରିକ୍ତ ହବାର ଯୁଗ ବନଉଛି। ବିଶେଷ କରି ଆଜି ଯାହାକି ତୁଳା ରାଶି ବ୍ୟକ୍ତି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କ ପାଇଁ ଆଜି ଶୁଭ ଯୁଗ ରହୁଛି, ଯାହାକି ମାଙ୍ଗଳିକ ବା ପ୍ରେମ ଜଗତରେ ଯେକୌଣସି କଥାବାର୍ତ୍ତା ପାଇଁ ବା ବିବାହ ଜନିତ କଥାବାର୍ତ୍ତା ପାଇଁ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ବେପାର ବାଣିଜ୍ୟ କ୍ଷେତ୍ରରେ ଆଶା ଠାରୁ ଅଧିକ ଲାଭ କରିବେ, ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ଯେଉଁମାନେ ଜଡ଼ିତ ଅଛନ୍ତି ତୁଳା ରାଶି ବ୍ୟକ୍ତି, ଆଜି ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି ବା କିଛି ପଦୋନ୍ନତି ସୁଯୋଗ ରହୁଛି ବା କିଛି କାର୍ଯ୍ୟ ପରିବର୍ତ୍ତନ ହବାର ଯାହା ଆପଣଙ୍କ ପାଇଁ ଅତି ଉନ୍ନତ ହୋଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ସମସ୍ତଙ୍କୁ ଆପଣ ଆକର୍ଷଣର ବିନ୍ଦୁ ବନି ପାରନ୍ତି। ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସକଳ ପ୍ରକାର ଶୁଭ ଯୁଗ ରହୁଛି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ତେବେ ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦବଦବା ବୃଦ୍ଧି କରିବ। ତେବେ ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୈନନ୍ଦିନ କାର୍ଯ୍ୟରେ ଆପଣ ଭ୍ରମିତ ଏବଂ ବିଳମ୍ବ ଯୁକ୍ତ ହୋଇପାରେ, ତେଣୁ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କରିଲେ କାର୍ଯ୍ୟ ଶୁଭ ଆଡ଼କୁ ଯାଇପାରେ। ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ ଯେଉଁମାନେ ଜଡ଼ିତ, ନିଜ କର୍ମଚାରୀ ବା ଯେଉଁମାନେ ପୂର୍ବରୁ ସହଯୋଗ କରୁଥିଲେ ସେମାନଙ୍କ ସହିତ ଆପଣଙ୍କର ମତଭେଦ ଦେଖା ଦେଇପାରେ, ଯାହା ପାଇଁ ମାନସିକ ସ୍ତରରେ ଅଧିକ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ତେବେ ଆଜି ବିଶେଷ କରି ପରିବାର ବର୍ଗ, ପତ୍ନୀ ସ୍ୱାମୀଙ୍କ ଭିତରେ ମତଭେଦ ଅଧିକା ଦେଖା ଦେଇପାରେ। ତତ୍ସହିତ ପ୍ରେମ ଜଗତରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କ ପାଇଁ ଆଜି ଭାଗ୍ୟ ଆଦୌ ଶୁଭ ଯୁଗ ନାହିଁ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ପାଠ ଆଜି ଯାହାକି ଭ୍ରମିତ, ନିଜର ପାଠ ପଢ଼ାରେ ଅବହେଳା କରିପାରନ୍ତି। ଆଜି ଦୂରଯାତ୍ରା ନ କରିଲେ ଭଲ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧାଯୁକ୍ତ, କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ବିଶେଷ କରି ଶତ୍ରୁମାନେ ଗୁପ୍ତ ସହକାରେ ଆପଣଙ୍କୁ ହଇରାଣ କରିପାରନ୍ତି। ତେବେ ଆଜି ଗୋଟିଏ ଭାଷାରେ କହିଲେ ଧନୁ ରାଶି ବ୍ୟକ୍ତିଙ୍କର ଶତ୍ରୁ ବୃଦ୍ଧି ଯୁଗ ରହୁଛି। ବିଶେଷ କରି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ହେବ, ମାନସିକ ସ୍ତରରେ ଦୁର୍ବଳ, ନିଜର ଦୈନନ୍ଦିନ କାର୍ଯ୍ୟରେ କାର୍ଯ୍ୟ ପରିବର୍ତ୍ତନ ବା କାର୍ଯ୍ୟ ବିଳମ୍ବ ଯୁକ୍ତ, ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ଚାପ, ଉପରସ୍ତର କର୍ମଚାରୀ ଆପଣଙ୍କୁ ଅଶାନ୍ତିର ପରିବେଶ ସୃଷ୍ଟି କରି ଆପଣଙ୍କୁ ଗାଳି କରିପାରନ୍ତି। ତେବେ ଆଜି ଯାହାକି ଧନୁ ରାଶି ବ୍ୟକ୍ତି ବନ୍ଧୁ ପ୍ରିୟଜନଙ୍କ ସହିତ ଆପଣଙ୍କର ମତଭେଦ ଆସିପାରେ। ବେପାର ବାଣିଜ୍ୟ କ୍ଷେତ୍ରରେ ଅର୍ଥହାନି ଯୁଗ ରହୁଛି ଏବଂ ଦୂରଯାତ୍ରା ଯଦି କରୁଛନ୍ତି, ଯାହାକି ଧନୁ ରାଶି ବ୍ୟକ୍ତି ସକଳ ପ୍ରକାର କାର୍ଯ୍ୟରେ ହାନି ଯୁକ୍ତ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ରାଜନୈତିକ ସାମାଜିକ କ୍ଷେତ୍ରରେ ଦୂରତା ଅବଲମ୍ବନ କରନ୍ତୁ। ଶିକ୍ଷାର୍ଥୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ରୁହନ୍ତୁ, କାରଣ ଆଜି ଅବହେଳା କରିପାରନ୍ତି। ତେବେ ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକଳ ପ୍ରକାର କାର୍ଯ୍ୟରେ ଆପଣଙ୍କର ସିଦ୍ଧି ଯୁଗ ରହୁଛି। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଦୈନନ୍ଦିନ କାର୍ଯ୍ୟ ଅତି ସୁରୁଖୁରୁରେ ହେବ। ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ ଆପଣ କାର୍ଯ୍ୟ ପ୍ରଶଂସା ପାଇପାରନ୍ତି।
ପୂର୍ବରୁ ଯେଉଁମାନେ ଆପଣଙ୍କୁ ଅବହେଳା ବା ଅଣଦେଖାଣି କରୁଥିଲେ ଆଜି ଆପଣଙ୍କୁ ନିଶ୍ଚିତ ସହଯୋଗ କରିବେ ଏବଂ ଆପଣଙ୍କର ପ୍ରଶଂସା କରିପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ କାର୍ଯ୍ୟସିଦ୍ଧି ଯୁଗ ବନଉଛି। ବିଶେଷ କରି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି ହେବ ଏବଂ ଆପଣ ବ୍ୟବସାୟରେ ଆପଣ ଅନେକ ପରିମାଣରେ ଲାଭ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡେ। ତତ୍ ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କିଛି ଉତ୍ତମ ଭୋଜନ ସହିତ ଶୟନ ସୁଖ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ମକର ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣାପଡୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଅତି ସୁଖ ଆନନ୍ଦରେ ରହିବାର ଦିନ, ଯାହାକି ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ନିଶ୍ଚିତ ସଫଳତା ପାଇବେ। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଶତ୍ରୁ ବିଜୟ ଯୁକ୍ତ ରହୁଛି। ମନରେ ସଦାବେଳେ କାର୍ଯ୍ୟ କରିବାର ଆଗ୍ରହ ବଢିବ। ଯେକୌଣସି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିବ। ଆଜି ସମସ୍ତ ପ୍ରକାର ସୁଖ ପ୍ରାପ୍ତ, ଦୈନନ୍ଦିନ କାର୍ଯ୍ୟ ଶୃଙ୍ଖଳାଗତ କରିପାରନ୍ତି। ପ୍ରେମ ବାର୍ତ୍ତାଳାପ ବା ପରିବାର ବର୍ଗ ବା ବନ୍ଧୁବର୍ଗଙ୍କ ସହିତ ଆଜି ମଧୁରତା ଆପଣଙ୍କର ବଜାଇ ରହିପାରେ। ତତ୍ସହିତ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି କରିବାର ଅତି ଉତ୍ତମ ଯୁଗ ରହୁଛି। ଆଜି ଉତ୍ତମ ସ୍ୱାସ୍ଥ୍ୟ ଆପଣଙ୍କର ରହିବ। ତେବେ ଆଜି ଯାହାକି ଆପଣ ବେପାର ବାଣିଜ୍ୟରେ ନିଶ୍ଚିତ ଭଲ ରୋଜଗାର କରିବାର ସୁଯୋଗ ରହୁଛି। ତେବେ ବ୍ୟୟ କମ କରି ଆୟ ଅଧିକ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ସହଯୋଗ ମିଳିବ ବା ପ୍ରଶଂସା ପାଇପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୁଗ ବନେଇ ପାରେ। ତେବେ କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଆପଣ ଅଧିକ ଜିଦଖୁର ଭାବନା ରହିବ। ମାନସିକ ବିମାରୀ ଆପଣଙ୍କ ପାଖରେ ଅଧିକା ରହିବ। ଶାରୀରିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପୂର୍ବରୁ ଥିଲେ ଆଜି ଆହୁରି 2 ଗୁଣିତ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଆଜି ଅନେକ ମତାନ୍ତର, ଯାହାକି ଶେଷ ପର୍ଯ୍ୟାୟରେ କଳହ ଯୁକ୍ତିତର୍କ ଆଡକୁ ଯାଇପାରେ। ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରୁହନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଯେକୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟରେ ବିଫଳତା ଆପଣଙ୍କ ଆଖପାଖରେ ଲାଗି ରହିବ। ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ବେପାର ବାଣିଜ୍ୟରେ ଅର୍ଥଜନିତ ସମସ୍ୟା ବା ଅର୍ଥହାନି ଯୁଗ ବନଉଛି। ଦୈନନ୍ଦିନ କାର୍ଯ୍ୟରେ ମୀନ ରାଶି ବ୍ୟକ୍ତି ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ବିଶୃଙ୍ଖଳା ବା କାର୍ଯ୍ୟ ଚାପ ବଢିପାରେ। ଏହା ପ୍ରତି ସଚେତନ ରୁହନ୍ତୁ। କୌଣସି ଦୂରଯାତ୍ରା ଆଜି କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି।